ଆଉ ଆମର ଆମେ ଧର ତାଙ୍କର ସ୍ତ୍ରୀ ଭାତ ବସେଇଲୁ, ସିଏ ମଦ ଖାଇକିରି ଆସିଲେ ଆମକୁ ଡାକିଲେ ଇଆଡେ ଟିକେ ଆସ, ଆମେ ଭାତଟା ଗାଳୁଛୁ, ଥୋଇଲେ ତ ଯିବୁ। ସିଏ ଆସିଲେ ମଦ ଖାଇକିରି ଏକଥା ଆଉ ନ ବୁଝିକିରି ଆମକୁ ଗୋଟେ ଗୋଇଠା ପକେଇଲେ। ତାପରେ ଆମେ ଭାତ ହାଣ୍ଡିରେ ପଡିକିରି ଆମ ଦିହ ମୁଣ୍ଡ ଫଟକା ହେଲା। ଆମେ ସେ ଯୋଗୁ ମଦ ବନ୍ଦ କରିବାକୁ କହୁଛୁ। ଆପଣମାନେ ପ୍ରତି ଗାଁରେ ବୁଲି ବୁଲିକି ଯେଉଁ ଲୋକମାନଙ୍କୁ ସଚେତନ କରୁଛନ୍ତି, ଲୋକମାନଙ୍କୁ ବୁଝାଉଛନ୍ତି, କ'ଣ ପାଇଁ ବୁଝାଉଛନ୍ତି? ଲୋକମାନେ ଆପଣଙ୍କ କଥା ଶୁଣୁଛନ୍ତି? ହଁ, କେତେ ଆମଙ୍କ ସାଙ୍ଗରେ ସାହାଯ୍ୟ କେତେ କରୁଛନ୍ତି, କେତେ ସ୍ତ୍ରୀ ଲୋକ କେତେ ବି ବୁଝି ପାରୁନାହାନ୍ତି, ଅବୁଝା ହେଉଛନ୍ତି, ତାଙ୍କୁ ପୁଣି ବୁଝିଆ ଯାଉଛି। ପ୍ରତ୍ୟେକ ଗାଁରେ ଆମେ ମିଟିଂ କରୁଛୁ, ସମସ୍ତଙ୍କୁ ମାଆମାନଙ୍କୁ ବୁଝାଉଛୁ, ଏ ପଦଯାତ୍ରାରେ ଆମ ସେଥିରେ ସାମିଲ ହେବା ପାଇଁ ଚିନ୍ତା ସମସ୍ତଙ୍କୁ କହୁଛୁ। ତାପରେ ବହୁତ ପ୍ରକାର ଅସୁବିଧା ହେଉଛି, ଏ ଅସୁବିଧା ସମ୍ମୁଖୀନ କରି ବହୁତ ଅଶାନ୍ତିରେ ରହୁଛନ୍ତି, ପରିବାର ଭିତରେ ଶାନ୍ତିରେ ରହିପାରୁନାହାନ୍ତି। ତେଣୁ ଆମେ ଏଇ ଚିନ୍ତା କରିକି ସବୁ ମାଆମାନଙ୍କୁ ବୁଝାଉଛୁ, ମିଟିଂ କରି ବସାଉଛୁ, ପ୍ରତ୍ୟେକ ଗାଁରେ ବୁଝେଇକି କହୁଛୁ। ତା ଭିତରେ ବି କେତେ ଉପହାସ କରୁଛନ୍ତି, କେତେ ପୁରୁଷ ଚାହୁଁଛନ୍ତି ମାନେ ଏଗୁଡ଼ା ମହିଳା ମହାସଂଘ ସଂଗଠନ ଯୋଉ ମାରୁତି ସେନାରେ ଆପଣ ମାନେ ବ୍ୟାନରରେ କାର୍ଯ୍ୟ କରୁଛନ୍ତି, ମାରୁତି ସେନାର ଲକ୍ଷ୍ୟ କ'ଣ? ମାରୁତି ସେନାର ଲକ୍ଷ୍ୟ କ'ଣ? ନିଶା ନିବାରଣ ଓଡ଼ିଶା। ଏ ଓଡ଼ିଶାରେ ନିଶା ନିବାରଣ ହେଲେ ସମସ୍ତେ ସୁସ୍ଥ ଭାବରେ ବଞ୍ଚିପାରିବେ। ତେଣୁ ସେଥିପାଇଁକା ଆମେ ତାଙ୍କ ସାଥିରେ ସାମିଲ ହେଇଛୁ। ଆମକୁ ଏ ପଦକ୍ଷେପଟା ଭଲ ଲାଗିଲା ବୋଲି ତେଣୁ ଆମେ ଏ ମାରୁତି ସେନାଙ୍କ ସାଙ୍ଗରେ ସାମିଲ ହେଇଛୁ। ମାରୁତି ସେନାଟା କ'ଣ ସ୍ୱେଚ୍ଛାସେବୀ ସଂଗଠନ ନା କୌଣସି ରାଜନୈତିକ? ନାଇଁ, କୌଣସି ରାଜନୈତିକ ନୁହଁ, କୌଣସି ଦଳଗତୀୟ ନୁହଁ। ତେଣୁ ଆମେ ସେଟାକୁ ନିଷ୍ଠାର ଭାବେ ବୁଝି ଆମେ ଏଥିରେ ପଦକ୍ଷେପ ନେଇଛୁ। ଇଏ କୌଣସି ଦଳଗତ ନୁହଁ, କାହାକୁ ଇଲେକ୍ସନ ପାଇଁକା ଭୋଟ ମାଗୁନାହାନ୍ତି, କାହା ଦଳରେ କାହାକୁ କ'ଣ କରିବା ପାଇଁ କହୁନାହାନ୍ତି। ଏଇଟା ମାନେ ନିର୍ଭମ ଭାବରେ ଏ ଗୋଟିଏ ସଂଗଠନ, ଏ ସଂଗଠନ ପାଇଁକା ଆମ ଗର୍ବ ହେଉଛି। ତେଣୁ ଏଥିରେ ଆମେ ସାମିଲ ହେଇ ଏଇ ପଦକ୍ଷେପ ନେଇଛୁ ବର୍ତ୍ତମାନ ପାଇଁ ନିଶା ନିବାରଣ କରିବା ପାଇଁ। ଆପଣ କ'ଣ ସବୁ ଦଳର ମହିଳା ମାନେ ପୁରୁଷ ମାନେ ସମର୍ଥନ କରୁଛନ୍ତି? ହଁ, ସବୁ ଦଳର ମହିଳା ପୁରୁଷ ସମସ୍ତେ ଆମକୁ ସମର୍ଥନ କରୁଛନ୍ତି। କେତେ ସମର୍ଥନ ନ କଲେ ବି କେତେ ବି ସମର୍ଥନ କରୁଛନ୍ତି, ସାହାଯ୍ୟ କରିବେ ବୋଲି କହୁଛନ୍ତି। ତେଣୁ ସେତିକି ଚେଷ୍ଟା କରି ଚାଲିଛୁ। ମାରୁତି ସେନାର ଏଇ ଯୋଉ ମଦମୁକ୍ତ ଆନ୍ଦୋଳନ ପାଇଁ କେବଳ ଏଇପଟା ହଉଛି ନା କୋଉ କୋଉ ଜାଗାରେ ସବୁ ଆନ୍ଦୋଳନ ଚାଲିଛି? ପ୍ରତ୍ୟେକ ପଞ୍ଚାୟତରେ ହଉଛି, ପ୍ରତ୍ୟେକ ପଞ୍ଚାୟତରେ ହଉଛି, ପ୍ରତ୍ୟେକ ଜିଲ୍ଲାରେ ହଉଛି, ପ୍ରତ୍ୟେକ ପଞ୍ଚାୟତରେ ହଉଛି। କିନ୍ତୁ ଆମେ ସବୁଠି ସମସ୍ତଙ୍କୁ ଧନ୍ୟବାଦ ଦେଉଛୁ ଯେ ଏଇ ଯୋଉ ସଂଗଠନ ତିଆରି କରିଛନ୍ତି ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛୁ ଯେ ଏଇ ନିଶା ନିବାରଣ ସଂଗଠନରେ ମହାମଞ୍ଚରେ ଆଣିକିରି ପହଞ୍ଚାଇଛନ୍ତି। ଆମେ ଏଥିପାଇଁ ଏଥିରେ ଖୁସି ଅଛୁ, ଆମେ ବି ସାହାଯ୍ୟ କରିବା ପାଇଁ ଚିନ୍ତା କରୁଛୁ। ଧନ୍ୟବାଦ।